ବାହାଘର କିଛି ଦିନ ପରେ ସଙ୍ଗେ ସଙ୍ଗେ ସେ କହୁଛି ଯେ ମୁଁ ଅଲଗା ରହିଲେ ହିଁ ରହିବି, ନହେଲେ କୌଣସି ପ୍ରକାର ଭାବରେ ତୋ ବାପା ମାଙ୍କ ସାଙ୍ଗେ ରହିପାରିବି ନାହିଁ। ଅନେକ ଜାଗାରେ ସ୍ତ୍ରୀ ମାନେ କହୁଛନ୍ତି ଯେ ଯଦି ଆଇଦର ତୁ ମତେ ଚୁଜ୍ କର ନହେଲେ ତୁ ମାକୁ ଚୁଜ୍ କର, ମାନେ କି ବାପା ମାକୁ ଚୁଜ୍ କର। এটা ଆକ୍ଚୁଆଲି ବହୁତ କଷ୍ଟଦାୟକ ଘଟଣା। ମାନେ এটা ସାଧାରଣ ଲୋକମାନେ ସମସ୍ତେ ବୁଝୁଛନ୍ତି, କିନ୍ତୁ ସାମ୍ନାରେ କେହି କହିବାକୁ ନାରାଜ। ଠିକ୍ ସେଇଭଳି ଗୋଟେ ଆମେ ଆଜି ଗୋଟେ କେସ୍ ଲ ଉପରେ ଆଲୋଚନା କରିବା। ଆପଣ এইটাକୁ ଯଦି এইଭଳି ଭାବରେ କୌଣସି ଜାଗାରେ କୌଣସି ସ୍ତ୍ରୀ ଲୋକ କୌଣସି ହଜବ୍ୟାଣ୍ଡକୁ ଟର୍ଚର କରିଥାନ୍ତି, ତାହେଲେ ମୁଁ ଆଜି ଆପଣଙ୍କୁ ଦୁଇଟା ଇମ୍ପୋର୍ଟାଣ୍ଟ ଜଜମେଣ୍ଟ କହିବି। ଯେଉଁ ଜଜମେଣ୍ଟଟା ହେଉଛି ପୁରୁଷମାନଙ୍କ ପାଇଁ ମହୋଷଧି, ଯେଉଁଟା କହିବେ ଯେମିତି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ପ୍ରେସରାଇଜ କରୁଛି କିମ୍ବା ବାପା ମାଙ୍କୁ ମିସବିହେଭ୍ କରୁଛି କିମ୍ବା ଆତ୍ମହତ୍ୟା କରିଦେବା ଧମକ ଦେଉଛି କି ଅନେକ ସମୟରେ ନିଜେ ଆତ୍ମହତ୍ୟାର ନାଟକ କରି ଆପଣଙ୍କ ନାଁରେ କମ୍ପ୍ଲେନ୍ ଫାଇଲ୍ କରିବ ବୋଲି କହୁଛି, କମ୍ପ୍ଲେନ୍ ବି କରୁଛି। ଏଇ ଜଜମେଣ୍ଟ ଗୁଡ଼ିକ ଅନୁସାରେ ଆପଣମାନେ এটা গোটে মেন্টাল ক্ରୁଏଲିଟି যদি ଆପଣ କହିବେ। ଆଉ ସିଏ ନିଜେ ବିଷ ଖାଇଲେ ବି ଆପଣ ମେଣ୍ଟାଲ କ୍ରୁଏଲିଟି କାହିଁକି ନା, ଯଦି ସିଏ ବିଷ ଖାଇକି ବିଚରା ମଲା ଆପଣ ବନ୍ଧା ହେଇକିରି ଜେଲକୁ ଯିବେ, ଆପଣଙ୍କ ପରିବାର ଲୋକମାନେ ବନ୍ଧା ହେଇକିରି ଜେଲକୁ ଯିବେ। ତେଣୁ ଗୋଟିଏ ଜିନିଷ ମୁଁ ଏଠି ରଖିବାକୁ ଚାହୁଁଛି, ଏଇ ଯେଉଁ ଦୁଇଟି ଜଜମେଣ୍ଟ ଅଛି ଏଇଟା ହେଉଛି ମେଣ୍ଟାଲ କ୍ରୁଏଲିଟି। ଆପଣଙ୍କୁ ଜଣେ ଗୋଟେ ଥାପଡ଼ ମାରିଦେବ, ସିଏ ଏକ ପ୍ରକାର ଆପଣ କିଛି ସମୟ ପାଇଁ କଷ୍ଟ ହେବ, ତାପରେ ପୁଣି ଯାହାକୁ ସେୟା। କିନ୍ତୁ ଯେଉଁ ମେଣ୍ଟାଲ ମୁଣ୍ଡକୁ ଯେଉଁ କ୍ରୁଏଲିଟି, ଯେଉଁ ମୁଣ୍ଡକୁ ଯେଉଁ କଷ୍ଟ, ମାନେ ହାର୍ଟକୁ ବାଧିଲା ଭଳିଆ ଯେଉଁ କଷ୍ଟ, ସେ କଷ୍ଟଟା ମାନେ ସାଧାରଣ ଲୋକଟିଏ ସମ୍ଭାଳି ପାରିବ ନାହିଁ, ଏଇ ଯେଉଁ କହିବେ। ଏବଂ ଆଉ ଗୋଟିଏ ବହୁତ ବଡ଼ କଥା ହେଉଛି କ'ଣ, ଆପଣ ଯେମିତି ଟ୍ରେନ୍ର ପଟରି ଚାଲେ ସେମିତି ସ୍ୱାମୀ ସ୍ତ୍ରୀର ରିଲେସନଟା ହେଉଛି ଟ୍ରେନ୍ର ପଟରି ଭଳିଆ। ତେଣୁ ଆପଣ ଯେତେବେଳେ ଟ୍ରେନ୍ ଯେଉଁଭଳି ଭାବରେ ଯାଉଛି, ଅନେକ ଜାଗାରେ ଆପଣ ଦେଖିବେ ଗୋଟେ ହଜବ୍ୟାଣ୍ଡଟେ ଆଡ଼ଜଷ୍ଟ କରିକି ରହୁଛି ତା ସ୍ତ୍ରୀ ସାଙ୍ଗରେ, କୌଣସି ପ୍ରକାର କିଛି ଦିନ ପଳେଇଲେ କାଳେ ଆଡ଼ଜଷ୍ଟମେଣ୍ଟ ହେଇଯିବ, ସବୁ ଭଲ ମନ୍ଦ ହେଇଯିବ, କିନ୍ତୁ ବାପା ମା ମାନେ ଆଡ଼ଜଷ୍ଟ କରିପାରୁନାହାନ୍ତି। ତେଣୁ ଏଠି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁ ବାପା ମା ମାନେ ହଉ ହଜବ୍ୟାଣ୍ଡ ମାନେ ହଉ ସବୁବେଳେ ଟିକେ ଆଡ଼ଜଷ୍ଟ କରିବାକୁ ଚେଷ୍ଟା କରନ୍ତୁ। ମାନେ ସ୍ତ୍ରୀ ଲୋକମାନେ ହୁଅନ୍ତୁ ଏବଂ ସ୍ତ୍ରୀର ପରିବାର ତା ଶ୍ୱଶୁର ଘର ଲୋକମାନେ ହୁଅନ୍ତୁ, ସମସ୍ତେ ଟିକେ କେମିତି ସ୍ୱାମୀ ସ୍ତ୍ରୀ ଭିତରେ କେମିତି କେସ୍ ବାସ୍କୁ ନ ଯାଇ କୋଉଭଳି ଭାବରେ ସମାଧାନ ହେଇପାରିବ ଘଟଣାଟା। କାହିଁକି ଆପଣ 1 କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସେଇ ଯେଉଁ ପରିବାରର ସେଇ ଦିନ ଗୁଡ଼ିକ ଆଉ ଆସିବ ନାହିଁ। ତେଣୁ ସବୁବେଳେ ମୁଁ ଏଠି ମାନେ ହଜବ୍ୟାଣ୍ଡ ମାନଙ୍କୁ, ୱାଇଫ୍ ମାନଙ୍କୁ ଏବଂ ବେସିକାଲି ୱାଇଫ୍ର ବାପା ମା ମାନଙ୍କୁ ଏବଂ ପୁଅର ବାପା ମା ମାନଙ୍କୁ ସମସ୍ତଙ୍କୁ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି, ଆପଣମାନେ କେବଳ ଟିକେ ଆଡ଼ଜଷ୍ଟ କରନ୍ତୁ। ଦେଖିବେ କେସ୍ ବାସ୍ ଏସବୁ କିଛି ହେବ ନାହିଁ, କେସ୍ ବାସ୍ରୁ କିଛି ମିଳେ ନାହିଁ। ଲୋକମାନେ କେବଳ ହାରାସମେଣ୍ଟ ହୁଅନ୍ତି, ଆପଣମାନେ କୋର୍ଟ କଚେରୀକୁ ଦୌଡ଼ନ୍ତି, ବୟସ ପଳାଇଯାଏ, ଚୁଟି ପାଚିଯାଏ, ନଷ୍ଟ ହେଇଯାଏ ଜୀବନ।